ଧୁମଧାମ ରେ ହିନ୍ଦୋଳରେ ବିଜେଡିରେ 29ତମ ପ୍ରତିଷ୍ଠା ଦିବସ ପାଳିତ। ଆଜି ବିଜୁ ଜନତା ଦଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ତରଫରୁ 7 ମାଇଲ ଓଡି 19 ସମ୍ମିଳନୀ କକ୍ଷରେ ମହାସମାରୋହରେ ବିଜୁ ଜନତା ଦଳ 29ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଢେଙ୍କାନାଳର ପୂର୍ବତନ ସାଂସଦ ତଥା ତାଳଚେର ଏବଂ ପାଲହଡା ପୂର୍ବତନ ବିଧାୟକ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ହିନ୍ଦୋଳ ଏବଂ ଓଡାପଡା ବ୍ଲକର ଶହ ଶହ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପରିଷଦ ସଦସ୍ୟ ଭାଗୀରଥୀ ପ୍ରଧାନ, ମୁଖ୍ୟ ବକ୍ତା ପୂର୍ବତନ ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରାର୍ଥୀ ଡକ୍ଟର ଅବିନାଶ ସାମଲ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ବୈଜ୍ୟେଷ୍ଠ ବିଜେଡି ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ମମତାଞ୍ଜଳି ବେହେରା, ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ, ବିଜେଡି ନେତା ଚକ୍ରଧର ଦାସ, ପୂର୍ବତନ ସରପଞ୍ଚ ବିଜୟ ରାଉତ, ନିର୍ମଳ ବାବୁ, ସରପଞ୍ଚ ଜ୍ୟୋତି ନାୟକ, କାଉନସିଲର ଅନୁପମା ସାହୁ, ବିଜେଡି ନେତା ବିରଞ୍ଚି ଦାସ, ମିଳନ ପୂର୍ବତନ ସରପଞ୍ଚ ସମିତି ସଭ୍ୟ, ଜିଲ୍ଲା ପରିଷଦଙ୍କ ସମେତ ବହୁ ବିଜେଡି ପୁରୁକ୍ଷ ନେତା, କାର୍ଯ୍ୟକର୍ତ୍ତା, କର୍ମୀ, ଯୁବ, ଛାତ୍ର, ଶ୍ରମିକ, ମହିଳା ସଂଗଠନ ସମେତ ବହୁ ସଂଖ୍ୟାରେ ମହିଳା ପୁରୁଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଉଦ୍ଘାଟନ ପରେ ଅତିଥିମାନେ ନବୀନ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟ ବର୍ଣ୍ଣନା କରିବା ସହ ସବୁ କ୍ଷେତ୍ରରେ ବିଫଳତା ପାଇଁ ବର୍ତ୍ତମାନର ବିଜେପି ସରକାରକୁ ଦୃଢ ସମାଲୋଚନା କରିବା ସହ ରାଜ୍ୟବାସୀ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କୁ ନେଇ ଏବଂ ବିଜେଡି ନେତା, କାର୍ଯ୍ୟକର୍ତ୍ତା, କର୍ମୀମାନଙ୍କୁ ଜାଗ୍ରତ ହେବାକୁ ଆହ୍ୱାନ ଦେଇ ଏକତ୍ରିତ ହୋଇ ବିଜେଡି ତଥା ନବୀନଙ୍କ ହାତମୁଠାକୁ ଏବଂ ହିନ୍ଦୋଳରେ ମହେଶ ସାହୁଙ୍କ ହାତମୁଠାକୁ ଟାଣି କରି ପ୍ରଗତି ପାଇଁ ଏବଂ ଅନ୍ୟାନ୍ୟ ବିରୋଧରେ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ, କାଉନସିଲର, ବୈଜ୍ୟେଷ୍ଠ ବିଜେଡି କର୍ମୀ, କୃଷକ, ଶ୍ରମିକ ନେତାଙ୍କ ମଞ୍ଚରେ ସମ୍ମାନିତ କରାଯାଇଥିବା ବେଳେ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।